ଯୀଶୁଖ୍ରୀଷ୍ଟଙ୍କର ତ୍ୟାଗ ଓ ବଳିଦାନ ଯୋଗୁଁ ଆମେ ସମସ୍ତେ ପରିତ୍ରାଣ ବା ଉଦ୍ଧାର ପାଇଲୁ। ଏହା ସର୍ବତ ଭାବେ ସ୍ୱୀକାର ଯୋଗ୍ୟ। ଏଥିରେ କୌଣସି ଦ୍ୱିମତ ନାହିଁ। ସେ ଆପଣାକୁ ସମର୍ପଣ କରିବାରୁ ଆମେ ସ୍ୱର୍ଗ ଯିବା ପାଇଁ ରାସ୍ତା ପାଇଲୁ ଓ ଆପଣା ଜୀବନକୁ ସେ ଦାନ କରିବାରୁ ଆମେ ନୂତନ ଜୀବନ ବା ପୁନର୍ଜନ୍ମ ପାଇଛୁ। ଖଜୁରୀ ରବିବାର ଠାରୁ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନ ପର୍ଯ୍ୟନ୍ତ ଆମେ ସମସ୍ତେ ପବିତ୍ର ସପ୍ତାହରେ ଅଛୁ। ଯୀଶୁଖ୍ରୀଷ୍ଟ ସେ ଯେଉଁ ଯାତ୍ରା ଆରମ୍ଭ କଲେ, ଯାତ୍ରାର ପ୍ରଥମ ଦିନ ଠାରୁ ତୃତୀୟ ଦିନ ସୋମବାର ଦିନ, ଯାହାକି ସେ ମନ୍ଦିରକୁ ପବିତ୍ର କରିବା ପାଇଁ ଯାଇଥିଲେ। ମନ୍ଦିରର ସମସ୍ତ ଅପବିତ୍ର କାର୍ଯ୍ୟକୁ ସେ ଦୂର କଲେ। ଯେହେତୁ ପରମେଶ୍ୱରଙ୍କର ବାସସ୍ଥାନ ମନ୍ଦିରରେ ସବୁବେଳେ ପବିତ୍ର ଓ ପରମେଶ୍ୱରଙ୍କ ଯୋଗ୍ୟ ଉପାସନା ହେବା ଦରକାର। ଯୀଶୁ ଏହିପରି ଅନେକ ଭଲ କାମ ସେ କରି ଯାଉଥିଲେ। ଯଦି ଦେଖିବା ଆମେ ତା ପରବର୍ତ୍ତୀ ଦିନମାନଙ୍କର ମଧ୍ୟ ସେ ଉତ୍ତମ କାର୍ଯ୍ୟ କରିଛନ୍ତି। ସେଥିମଧ୍ୟରୁ ବର୍ତ୍ତମାନ ଆମେ ଯୀଶୁଖ୍ରୀଷ୍ଟଙ୍କର ସେ କ୍ରୁଶର ବାଣୀ ଶୁଣିବା ପାଇଁ ଯାଉଛୁ। ସେ ଏ ସପ୍ତାହ ମଧ୍ୟରେ ସେ କ୍ରୁଶର ବାଣୀ ମଧ୍ୟ ସେ କହୁଛନ୍ତି। ସେହି ବାଣୀ ଯଦି ଆମେ ସମସ୍ତେ ଶୁଣିବା, ଆମ ଜୀବନକୁ ଆମେ ରକ୍ଷା କରିପାରିବା। ଯେହେତୁ ଖ୍ରୀଷ୍ଟଙ୍କର କ୍ରୁଶର ବାଣୀ ବା ଉପଦେଶ ପରାମର୍ଶ ଅତି ମହତ୍ୱପୂର୍ଣ୍ଣ ଅଟେ, ଆମ ପ୍ରତ୍ୟେକଙ୍କ ପାଇଁ ଲାଭଦାୟକ ଅଟେ। ଆଜି ଯଦି ଆମେ ତାଙ୍କ ବାଣୀ ଶୁଣି ତଦନୁସାରେ ଜୀବନଯାପନ କରୁ, ତେବେ ହୁଏତ ଆମ ଜୀବନ ପବିତ୍ର ଭାବରେ ଅନିନ୍ଦନୀୟ ଭାବରେ ପ୍ରଭୁଙ୍କ ଇଚ୍ଛାରେ ଚାଲିବ। ଯେହେତୁ ସେ କ୍ରୁଶରୁ 7ଟି ବାଣୀ କହିଛନ୍ତି ଆମେ ସମସ୍ତେ ଜାଣିଛେ। 3ଟି ବାଣୀ ମନୁଷ୍ୟମାନଙ୍କ ପାଇଁ ଓ 4ଟି ବାଣୀ ପରମେଶ୍ୱରଙ୍କୁ ସେ କହିଛନ୍ତି। ତେଣୁ ବର୍ତ୍ତମାନ ଆମେ ଶେଷ ସମୟରେ ଯଦି ତାଙ୍କର ବାଣୀ ଶୁଣିବା, ତାଙ୍କ ଶେଷ ଇଚ୍ଛାକୁ ଆମେ ଯେଉଁ ବୁଝିବା, ତେବେ ହୁଏତ ଆମ ଜୀବନରେ ଭଲ କାମ ଆମେ କରିବା, ଭଲ ରାସ୍ତାରେ ଚାଲିବା। ଯେହେତୁ ସେ ସ୍ୱର୍ଗୀୟ ବାଣୀ, କୃଷୀୟ ବାଣୀ ଆମମାନଙ୍କ ପାଇଁ ଏକ ଅମୃତ ବାଣୀ ଅଟେ, ବହୁମୂଲ୍ୟ ବାଣୀ, ଜୀବନ ଦାନ କରିବା ବାଣୀ। ଏସବୁ ଯଦି ଗୋଟି ଗୋଟି ଆମେ ଅଙ୍ଗେ ଅଙ୍ଗେ ନିଭାଇବା, ନିହାତି ଆମ ଜୀବନରେ ପରମେଶ୍ୱରଙ୍କ ଆଶୀର୍ବାଦ ଆସିବ ଓ ଆମେ ଏହି ଦିନମାନଙ୍କରେ ବଞ୍ଚିପାରିବା। ଆଜି ଆମେ ଯୀଶୁଖ୍ରୀଷ୍ଟଙ୍କର ଚତୁର୍ଥ ବାଣୀ ଶୁଣିବାକୁ ଯିବା, ଯାହା ସେ କ୍ରୁଶରୁ କହିଛନ୍ତି। ମାଥିଉ ପୁସ୍ତକ ତାର 27-46 ପଦ। ଆଉ ପ୍ରାୟ 3 ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, ଏଲି ଏଲି ଲାମା ସାବକ୍ଥାନି, ଅର୍ଥାତ୍ ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ତୁମେ ମୋତେ କାହିଁକି ପରିତ୍ୟାଗ କଲ। ଯୀଶୁଖ୍ରୀଷ୍ଟ କ୍ରୁଶରେ ଯେତେବେଳେ ସେ ଅଛନ୍ତି, ସେ ଭଲରେ କଥାବାର୍ତ୍ତା ହେଉଛନ୍ତି। କୌଣସି ବ୍ୟଥା ପରି, ବେଦନା ପରି ଜଣାପଡ଼ୁନାହାନ୍ତି। କାରଣ ପରମେଶ୍ୱର ତାଙ୍କ ସାଥିରେ ଅଛନ୍ତି, ତାଙ୍କ ପିତା ତାଙ୍କ ସହିତ ଅଛନ୍ତି। ଆମେ ଜାଣୁ ଯେତେବେଳେ ସେ ଗେଥସେମନି ବଗିଚାରେ ସେ ପ୍ରାର୍ଥନା କରିବା ପାଇଁ ଯାଉଛନ୍ତି, ଯେହେତୁ ସେ 50% ଜଗତର ମନୁଷ୍ୟ ବା 50% ଆତ୍ମିକ ଥିବାରୁ ସେ ଜଗତର ମୃତ୍ୟୁକୁ ସେ ଭୟ କଲେ। ସେ ଜାଣିଥିଲେ ମରିବାକୁ ପଡ଼ିବ, କିନ୍ତୁ ଶେଷ ଅବସ୍ଥାରେ ସେ ଗେଥସେମନି ବଗିଚାରେ ପ୍ରାର୍ଥନା କରୁଛନ୍ତି। କ'ଣ ପ୍ରାର୍ଥନା କରୁଛନ୍ତି? ଏଇ ପାନପାତ୍ର ତୁମ ଇଚ୍ଛା ହେଲେ ଦୂର କର, ମୋତେ ଭୋଗିବାକୁ ଦିଅ ନାହିଁ। ପ୍ରିୟ ବନ୍ଧୁଗଣ, ତା ଅର୍ଥ ହେଲା ମୋତେ ମରିବାକୁ ଦିଅ ନାହିଁ। କିନ୍ତୁ ଶେଷରେ ସେ ପ୍ରାର୍ଥନା କରୁଛନ୍ତି, ତୁମର ଇଚ୍ଛା ସଫଳ ହେଉ। ଯେହେତୁ ପିତାଙ୍କ ଇଚ୍ଛା ସଫଳ କରିବା ପାଇଁ ସେ ଆସିଥିଲେ, ସେ ମରିବାକୁ ପଡ଼ିବ। ଯଦି ସେ ନ ମରିବେ, ଜଗତ ଉଦ୍ଧାର ହୋଇପାରିବ ନାହିଁ। ଜଗତର ପାପ ନିମନ୍ତେ ସେ ମରିବେ, ନିଜର ପାପ ପାଇଁ ନୁହେଁ। ପ୍ରିୟ ବନ୍ଧୁଗଣ, କିନ୍ତୁ ସେ ଯେଉଁ ଶାରୀରିକ ଇଚ୍ଛା ଥିଲା, ଜଗତର 50% ଇଚ୍ଛା ଥିଲା, ସେଇ ରକ୍ତ ଭାବରେ ସେ ପ୍ରାର୍ଥନା କରୁଛନ୍ତି। ବାଇବେଲ ସ୍ପଷ୍ଟ ରୂପରେ କହେ, ଏତିକି ବେଳେ ପରମେଶ୍ୱର ଦୂତଙ୍କୁ ପଠେଇଲେ। ତାଙ୍କ ପ୍ରାର୍ଥନା କରିବା ସମୟରେ ତାଙ୍କର ଶରୀରକୁ, ଯେଉଁ ଜଗତର ଶରୀର ଥିଲା, ସେ 50% ଶରୀରକୁ ସେ ବାହାରକୁ ନେଇଗଲେ। ତାଙ୍କର ଝାଳ
ଘନ ରକ୍ତ ଟୋପା ପରି ଭୂଇଁରେ ପଡ଼ିଲା ବୋଲି ଲେଖା ଅଛି। ସେ ସମସ୍ତ ଜାଗତିକ ମରିୟମଙ୍କର ଔରସର ଜନ୍ମର ଯେଉଁ ରକ୍ତ ଥିଲା, ସେ ରକ୍ତ ସବୁ ନିଗାଡ଼ି ଗଲା, ବାହାରି ଚାଲିଗଲା। ଆଉ ତାଙ୍କ ନିକଟ କୌଣସି ଭୟ ରହିଲା ନାହିଁ। ସବୁକିଛି ପରମେଶ୍ୱରଙ୍କର ଶକ୍ତିରେ ଚାଲିଲା। ସେହି ସମୟଠାରୁ ଆଉ ସେ କୌଣସି କଷ୍ଟ ଅନୁଭବ କରୁନାହାନ୍ତି। ଯେତେ ମାଡ଼ ମାରିଲେ ମଧ୍ୟ ସେ ଖୁସିରେ ସମସ୍ତ ବିଷୟ ସହୁଛନ୍ତି। କିନ୍ତୁ ଯେତେବେଳେ ଆମେ ଚତୁର୍ଥ ବାଣୀକୁ ଦେଖୁଛେ, ଚତୁର୍ଥ ବାଣୀରେ ଯୀଶୁଖ୍ରୀଷ୍ଟ ସେ ପାଟି କରି କହୁଛନ୍ତି, ଉଚ୍ଚସ୍ୱରରେ କହୁଛନ୍ତି, କାହିଁକି ମୋତେ ପରିତ୍ୟାଗ କଲ, କାହିଁକି ଛାଡ଼ିଦେଲ? ପରମେଶ୍ୱର ଛାଡ଼ି ନାହାନ୍ତି ପ୍ରିୟ ଲୋକମାନେ। ମୁଁ ଶୁଣିଛି ଅନେକ ଲୋକ କହନ୍ତି ପାପ କଲା ପରେ ପରମେଶ୍ୱର ଛାଡ଼ି ଦିଅନ୍ତି। ଯୀଶୁଖ୍ରୀଷ୍ଟ କୌଣସି ପାପ କରିନାହାନ୍ତି। ଯେଉଁମାନେ ସେମିତି କହନ୍ତି ଆମେ ଜାଣିବା ଦରକାର, ଯୀଶୁଖ୍ରୀଷ୍ଟଙ୍କ ଠାରେ କୌଣସି ପାପର ଲେଶ ନଥିଲା। ପରମେଶ୍ୱର ପରିତ୍ୟାଗ କଲେ ବୋଲି ଯାହା ଲେଖାଯାଏ, ସେ ପରିତ୍ୟାଗ କରିନାହାନ୍ତି। କିନ୍ତୁ କିଛି ସମୟ ସେ ତାଙ୍କ ଚକ୍ଷୁକୁ ବନ୍ଦ କଲେ ବୋଲି କୁହାଯାଏ, ଅନୁମାନ କରାଯାଏ। ଯେହେତୁ ତାଙ୍କୁ ଯେଉଁ ପର୍ଯ୍ୟନ୍ତ ଯେତେ କଷ୍ଟ ଦିଆହେଉଥିଲା, ଯେତେ ତାଡ଼ନା ଦିଆହେଉଥିଲା, ପରମେଶ୍ୱର ଏ ସମସ୍ତ ଦେଖିଲା ପରେ ସେ ଚକ୍ଷୁ କିଛି ସମୟ ବନ୍ଦ କଲେ। ଯେତେବେଳେ କିଛି ସମୟ ସେ ବନ୍ଦ କରୁଛନ୍ତି, ସେତିକି ବେଳେ ଯୀଶୁଖ୍ରୀଷ୍ଟଙ୍କୁ ବେଦନା ଆରମ୍ଭ ହୋଇଯାଉଛି, କଷ୍ଟ ଆରମ୍ଭ ହେଉଛି। ସେ ଜାଣିଦେଲେ ମୋ ପିତା ମୋତେ କିଛି ସମୟ ସେ ଚକ୍ଷୁ ବନ୍ଦ କଲେ, କିଛି ସମୟ ସେ ଛାଡ଼ିଦେଲେ। ସେତିକି ବେଳେ ସେ ଡାକ ପକାଉଛନ୍ତି, କାହିଁକି ମୋତେ ଛାଡ଼ିଦେଲ ପିତା, କାହିଁକି ମୋତେ ଚକ୍ଷୁ ବନ୍ଦ କଲ? ପରମେଶ୍ୱର ସାଙ୍ଗେ ସାଙ୍ଗେ ତାଙ୍କ ଚକ୍ଷୁକୁ ସେ ଦେଖିଲେ। ଯଦି ତାଙ୍କ ଚକ୍ଷୁ ଯାହା ଉପରେ ପଡ଼ିଥାଏ, ସେ ଲୋକ ଧନ୍ୟ। ସେ କେବେ ମଧ୍ୟ ତାଙ୍କ ହାତରୁ ସେ ଦୂରକୁ ଯିବ ନାହିଁ। ପରମେଶ୍ୱର ଯାହାଙ୍କୁ ଧରିଥାନ୍ତି ସେ କେବେ ତାଙ୍କୁ ଛାଡ଼ିବେ ନାହିଁ। ପ୍ରିୟ ଲୋକମାନେ, ଏବ୍ରୀ ପୁସ୍ତକ ତାର 13:5 ପଦର ଖଂସ ଲେଖା ଅଛି, ଯାହାକି ପୁରାତନ ନିୟମର କୋଟେସନ ବୋଲି କୁହାଯାଏ। ଏଠାରେ ଏପରି ଲେଖା ଅଛି, ଆମ୍ଭେ ତୁମକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମକୁ କେବେ ହେଁ ପରିତ୍ୟାଗ କରିବା ନାହିଁ। ପ୍ରଭୁ ସେ ଆମକୁ ଛାଡ଼ନ୍ତି ନାହିଁ, କେବଳ ଆମେ ହିଁ ବେଳେବେଳେ ଛଡ଼େଇ ହେଇକି ପଳେଇଥାଉ। ଆମେ ତାଙ୍କଠାରୁ ଦୂରକୁ ଚାଲିଯାଉ, ପ୍ରଭୁଙ୍କୁ ଛାଡ଼ିବାକୁ କହୁ। ଯେହେତୁ ପରମେଶ୍ୱର ଯେବେ ଧରିଥାନ୍ତି, ସେ କେବେ ବି ଆମମାନଙ୍କୁ ଅଲଗା କରିବା ପାଇଁ ଚାହାନ୍ତି ନାହିଁ। ପରମେଶ୍ୱର ସବୁବେଳେ ଆମ ସହିତ ସେ ରହିବା ପାଇଁ ଚାହାନ୍ତି। ଯେହେତୁ ଗୋଟିଏ ଉଦାହରଣ ମୋତେ ମନେ ପଡ଼େ, ଦିନେ ବାପା ପୁଅ ସେମାନେ ନଦୀ ପାର ହେଉଥାନ୍ତି। ଯେତେବେଳେ ନଦୀ ପାର ହେଉଥାନ୍ତି, ବାପା ପୁଅକୁ କହିଲା, ପୁଅରେ ମୋ ହାତ ଧର। କିନ୍ତୁ ପୁଅ ତାଙ୍କୁ କହିଲେ, ବାପା ଯଦି ମୁଁ ହାତ ଧରିବି, ତେବେ ଯଦି ପ୍ରବଳ ପାଣି ଆସିବ, ତେବେ ହୁଏତ ମୁଁ ଛାଡ଼ିଦେବି, ମୋ ଶକ୍ତି କମ୍। ତେଣୁ ବାପା ତୁମେ ମୋତେ ହାତ ଧର। ଏତିକିବେଳେ ବାପା କହିଲେ, ସତ କଥା, ମୁଁ ତୋତେ ହାତ ଧରିବି, ତେବେ ଯେତେ ଯାହା ପାଣି ସ୍ରୋତ ଆସୁ ପଛକେ ମୁଁ ତୋତେ ଉଠେଇକି ଟାଣିକି ନେବି। ଯଦି ବାପା ହାତ ଧରିଥିବେ, ଆପଣ କେବେ ବି ଅଲଗା ହେଇପାରିବେ ନାହିଁ। ଯଦି ଆମେ ହାତ ଧରିଥିବା ବାପାଙ୍କର, ବେଳେବେଳେ ହୁଏତ ଆମେ ଛାଡ଼ି ଦେଇପାରିବା। ବାଇବେଲ ଯାହା ପ୍ରକାଶ କରେ, ଯୀଶୁଖ୍ରୀଷ୍ଟ ପିତାଙ୍କ ସହିତ ସେ ମିଶିକି ଅଛନ୍ତି, ଅଲଗା ନୁହନ୍ତି। ତେଣୁ ସେ ଛାଡ଼ିବା କଥା ଏ ସ୍ଥାନରେ ଆସୁନାହିଁ। ଜହନ ପୁସ୍ତକ ଯଦି ଆମେ ପଢ଼ିବା 14:10 ପଦରେ, ମୁଁ ଯେ ପିତାଙ୍କ ଠାରେ ଅଛି ଓ ପିତା ଯେ ମୋ ଠାରେ ଅଛନ୍ତି, ଏ କଥା କ'ଣ ବିଶ୍ୱାସ କରୁନାହଁ? ମୁଁ ତୁମମାନଙ୍କୁ ଯେ ସମସ୍ତ ବାକ୍ୟ କହେ, ସେ ମୋ ଠାରୁ ନିଜରୁ କହେ ନାହିଁ, କିନ୍ତୁ ପିତା ମୋ ଠାରେ ଥାଇ ଆପଣା କର୍ମ କରୁଅଛନ୍ତି। ଦେଖୁଛୁ, ପରମେଶ୍ୱର ଯେ କି ଯୀଶୁଖ୍ରୀଷ୍ଟଙ୍କୁ ଜଗତକୁ ପଠେଇଲେ, ସେ ସବୁବେଳେ ପୁତ୍ରଙ୍କ ସହିତ ବା ପୁତ୍ର ପିତାଙ୍କ ସହିତ ଏମାନେ ଏକ ଭାବରେ ଅଛନ୍ତି। କେହି କାହାଠାରୁ ଅଲଗା ନୁହନ୍ତି। ଏବେ କି ସେ ଛାଡ଼ିଦେବେ? ଛାଡ଼ିବା ପ୍ରଶ୍ନ ଉଠୁନାହିଁ। ସେଇ ଜହନ 16:32 ପଦରେ ବି ଲେଖା ଅଛି, ଦେଖ ସମୟ ଆସୁଅଛି, ହଁ ଆସିଲାଣି, ଯେତେବେଳେ ତୁମାନେ ଛିନ୍ନ ଭିନ୍ନ ହୋଇ ପ୍ରତ୍ୟେକ ଆପଣା ଆପଣା ଗୃହକୁ ପଳାଇଯିବ, ଆଉ ମୋତେ ଏକାକୀ ପରିତ୍ୟାଗ କରିବ।
ତଥାପି ମୁଁ ଏକାକୀ ନୁହେଁ, କାରଣ ପିତା ମୋ ସଙ୍ଗରେ ଅଛନ୍ତି। ପିତା ପୁତ୍ରଙ୍କ ସଙ୍ଗରେ ଅଛନ୍ତି। ତେଣୁ ଯୀଶୁଖ୍ରୀଷ୍ଟ ଏକାକୀ ନୁହନ୍ତି। ଯେବେ ସେ ପରମେଶ୍ୱରଙ୍କ ଇଚ୍ଛାକୁ ନେଇ ଆସିଛନ୍ତି, କିନ୍ତୁ ଅଳ୍ପ ସମୟ ସେ ତାଙ୍କର ଚକ୍ଷୁ ବନ୍ଦ କରିବା ମାତ୍ରେ ଯୀଶୁଖ୍ରୀଷ୍ଟଙ୍କ ଠାରେ ଯେଉଁ କଷ୍ଟ ଆସିଲା, ଯେଉଁ ବେଦନା ଆସିଲା, ଏଥିପାଇଁ ସେ ଚିତ୍କାର କଲେ। ଏଥିପାଇଁ ସେ ପିତାଙ୍କୁ ଡାକିଲେ, ହେ ପିତା, ତୁମେ କ'ଣ ମୋତେ ଛାଡ଼ିଦେଲ କି? ସେତେବେଳେ ପରମେଶ୍ୱର କହୁଛନ୍ତି, ମୁଁ ଛାଡ଼ିନି ବାପା, ମୁଁ ତୁମ ସହିତ ଅଛି। କିନ୍ତୁ ଲୋକମାନଙ୍କର ଯେଉଁ କଷ୍ଟ, ଯେଉଁ ଯନ୍ତ୍ରଣା, ମୁଁ ଏସବୁ ଦେଖିପାରିଲି ନାହିଁ। ତେଣୁ ମୋର ଚକ୍ଷୁ ମୁଁ ବନ୍ଦ କଲି। ଆମେ ବି ଅନେକ ସମୟରେ କଷ୍ଟଦାୟକ ଘଟଣା, କୌଣସି ବିପଦ ଦେଖିଲେ ଆମ ଚକ୍ଷୁ ବି ବନ୍ଦ ହେଇଯାଏ। ଆମେ ଜୁନସଙ୍କ କଥା କହି ସମାପ୍ତ କରିବା। ଆମେ ସମସ୍ତେ ଜାଣିଛେ, ଜୁନସଙ୍କୁ ଯେତେବେଳେ ପରମେଶ୍ୱର ନିନିବିକୁ ପଠାଉଛନ୍ତି, ସେ ନିନିବିକୁ ଯିବା ବଦଳେ ସେ ତର୍ଷିସକୁ ଯାଉଛନ୍ତି। ପରବର୍ତ୍ତୀ ସମୟରେ ମୁଁ କହିବି, ଜୁନସଙ୍କର ଯେଉଁ ସେବା ଥିଲା, ଜୁନସଙ୍କର ଯେଉଁ ନିନିବିକୁ ଯିବା ବଦଳେ ତର୍ଷିସକୁ ଯିବାର କଥା ହେଲା, ଏସବୁ ରହସ୍ୟ କ'ଣ? କିନ୍ତୁ ପରମେଶ୍ୱର ଯେ ଜୁନସକୁ ଧରିଥିଲେ, ସେ ତେଣୁକରି ତାଙ୍କୁ ଛାଡ଼ିଲେ ନାହିଁ। ତାଙ୍କୁ ଯଦିଓ ସେ ପଠାଉଛନ୍ତି, ଯଦିଓ ସେ ଅଲଗା ସ୍ଥାନକୁ ଯାଉଛନ୍ତି, କାହିଁକି ଯାଉଛନ୍ତି ତାର ମଧ୍ୟ ତାତ୍ପର୍ଯ୍ୟ ରହିଛି। କିନ୍ତୁ ପରମେଶ୍ୱର କେବଳ ଜୁନସଙ୍କୁ ହିଁ ସେ ପଠାଉଛନ୍ତି। ସେ ଚାହିଁଥିଲେ, ଇଏ ତ କଥା ଶୁଣିଲା ନାହିଁ, ଇଏ ତ ଅଲଗା ରାସ୍ତାରେ ଯାଉଛି, ୟାକୁ ପୁଣି କାହିଁକି ମୁଁ ପଠେଇବି, ଅନ୍ୟ କାହାକୁ ପଠେଇବି? ଆଜିକାଲି ଚାଲିଛି, ଜଣେ ଯଦି ପାଳକ ଏପରି ହୁଏ, ଆମେ ଅନେକ ପାଳକମାନଙ୍କର ଚିନ୍ତା କରୁଛୁ, ଅନେକ ଲୋକଙ୍କୁ ଆମେ ଖୋଜଉଛୁ, ଆରେ ତମେ କ'ଣ ଏକଲା ଅଛ କି? ଅନେକ ଲୋକ ଅଛନ୍ତି ଆଜିକାଲି, ଏମିତି ପାଳକମାନେ ଅଛନ୍ତି, ବିଶ୍ୱାସୀ ମାନଙ୍କ ଠାରୁ ବି ଅଧିକା ଅଛନ୍ତି। ତେଣୁ ସେ ଚାହିଁଥିଲେ ପରମେଶ୍ୱର ଅନ୍ୟ କାହାକୁ ପଠେଇଥାନ୍ତେ, କିନ୍ତୁ ଯାହାକୁ ସେ ଧରିଛନ୍ତି ତାକୁ ସେ କେବେ ବି ଛାଡ଼ିବେ ନାହିଁ। ତାକୁ ଯେକୌଣସି ମତେ ମଧ୍ୟ ପ୍ରଭୁଙ୍କର କାର୍ଯ୍ୟରେ ବ୍ୟବହାର କରିବେ। ଠିକ୍ ଜୁନସକୁ ସେ ପୁନର୍ବାର ନିନିବିକୁ ପଠାଉଛନ୍ତି। ନିନିବିକୁ ପଠେଇ ତାଙ୍କ ଦ୍ୱାରା ହିଁ ପ୍ରଚାର କରୁଛନ୍ତି। ନିନିବିକୁ ପହଞ୍ଚିଲା ପରେ ସେ ପ୍ରଚାର କରୁଛନ୍ତି। ସେଠାରେ ଯେଉଁମାନେ ଥିଲେ, ସେମାନେ ଜୁନସଙ୍କ ପ୍ରଚାର ଶୁଣିବା ମାତ୍ରେ ସେମାନେ ଜାଣିପାରୁଛନ୍ତି, ପୁଣି ପରିବର୍ତ୍ତନ ହେଉଛନ୍ତି। ଆଜି ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଯଦି ଆମମାନଙ୍କୁ ଧରିଛନ୍ତି, ସେ କେବେ ବି ଛାଡ଼ିବା ପାଇଁ ଚାହୁଁନାହାନ୍ତି। କିନ୍ତୁ ଆମେ ଅନେକ ସମୟରେ ଛଡ଼େଇ ହେଇକି ଯିବା ପାଇଁ ଚାହୁଁ। ପ୍ରଭୁ ବିଶେଷ କରି ଆଜିର ବାକ୍ୟର ଆଶୀର୍ବାଦ କରନ୍ତୁ, ଆମମାନଙ୍କୁ ଶିକ୍ଷା ଚେତନା ଦିଅନ୍ତୁ। ସେ ଆମମାନଙ୍କୁ ଧରିଛନ୍ତି, ଛାଡ଼ିବେ ନାହିଁ। ଆମମାନଙ୍କର ପ୍ରତ୍ୟେକ ଜୀବନକୁ ସେ ବହି ନେବେ, ଆମମାନଙ୍କୁ ଅନନ୍ତ ଜୀବନର ଅଧିକାର ଦେବେ। କିନ୍ତୁ ଆମେ ପ୍ରଭୁଙ୍କ ଇଚ୍ଛାରେ ଚାଲିବା ଦରକାର। ଏ ସମସ୍ତ ବାକ୍ୟରେ ଯୀଶୁ ଆଶୀର୍ବାଦ କରନ୍ତୁ। ଆମେନ୍।